ମା ମାତୃରଚନାବଳୀ ପାର୍ଟ 3 ଧର୍ମପଦର ଟୀକା। ବିଷୟବସ୍ତୁ ଦଣ୍ଡ। ଦଣ୍ଡର ହାବୁଡରେ ପଡ଼ିଲେ ସମସ୍ତେ ଥରିବାକୁ ଆରମ୍ଭ କରନ୍ତି। ମରଣକୁ ସମସ୍ତେ ଭୟ କରନ୍ତି। ତେଣୁ ଆମେ ଅନ୍ୟମାନଙ୍କୁ ଠିକ୍ ଆମରି ପରି ଦେଖିବା ଏବଂ କାହାକୁ ହେଲେ ଆଘାତ କରିବା ନାହିଁ। ଆଉ ଜଣେ ଆମକୁ ଆଘାତ କରୁ ସେଥିଲାଗି କୌଣସି ଅବସର ସୃଷ୍ଟି କରିବା ନାହିଁ। ଚାରିଟା କଥା କହିଲେ ଏକା ସାଙ୍ଗରେ। ଦଣ୍ଡ ହାବୁଡରେ ପଡ଼ିଲେ ସମସ୍ତେ ଭୟରେ ଥରିବାକୁ ଲାଗନ୍ତି। ମରଣକୁ ସମସ୍ତେ ଭୟ କରନ୍ତି। ତେଣୁ ଆମେ ଅନ୍ୟମାନଙ୍କୁ ଠିକ୍ ଆମରି ପରି ଦେଖିବା ଏବଂ କାହାକୁ ହେଲେ ଆଘାତ କରିବା ନାହିଁ। ଆଉ ଜଣେ ଆମକୁ ଆଘାତ କରୁ ସେଥିଲାଗି କୌଣସି ଅବସର ମଧ୍ୟ ସୃଷ୍ଟି କରିବା ନାହିଁ। ତାମାନେ ଆମେ ନିଜକୁ ପ୍ରସ୍ତୁତ ବି କରିବା ସେଥିପାଇଁ ବି। ଦଣ୍ଡର ହାବୁଡରେ ପଡ଼ିଲେ ସମସ୍ତେ ଥରିବାକୁ ଆରମ୍ଭ କରନ୍ତି। ଜୀବନକୁ ସମସ୍ତେ ଅତି ପ୍ରିୟ ମଣନ୍ତି। ତେଣୁ ଆମେ ଅନ୍ୟମାନଙ୍କୁ ଠିକ୍ ଆମରି ପରି ଦେଖିବା ଏବଂ କାହାକୁ ହେଲେ ଆଘାତ କରିବା ନାହିଁ। ଆଉ ଜଣେ ଆମକୁ ଆଘାତ କରୁ ସେଥିଲାଗି ଆଦୌ କୌଣସି ଅବସର କଦାପି ସୃଷ୍ଟି କରିବା ନାହିଁ। ସୁଖ ଲାଗି ବ୍ୟଗ୍ର ହୋଇ ରହିଥିବା ପ୍ରାଣୀମାନଙ୍କୁ ଯିଏ ଆପଣାର ସୁଖ ଲାଗି ଆଘାତ କରିବାକୁ ଯାଏ, ସିଏ ଆପଣାର ମୃତ୍ୟୁ ପରେ ମଧ୍ୟ ସେହି ସୁଖକୁ କଦାପି ଲାଭ କରେ ନାହିଁ। ସୁଖ ଲାଗି ବ୍ୟଗ୍ର ହୋଇ ରହିଥିବା ପ୍ରାଣୀମାନଙ୍କୁ ଯିଏ ଆପଣାର ସୁଖ ଲାଗି ଆଘାତ କରିବାକୁ ଯାଏ, ସିଏ ଆପଣାର ମୃତ୍ୟୁ ପରେ ମଧ୍ୟ ସେହି ସୁଖକୁ କଦାପି ଲାଭ କରେ ନାହିଁ। ସୁଖ ଲାଗି ବ୍ୟଗ୍ର ହୋଇ ରହିଥିବା ପ୍ରାଣୀମାନଙ୍କୁ ଯିଏ ଆପଣାର ସୁଖ ଲାଗି ଆଘାତ କରିବାକୁ ଯାଏ ନାହିଁ, ସିଏ ତାର ମୃତ୍ୟୁ ପରେ ନିଶ୍ଚୟ ତା ଲାଭ କରିପାରିବ। ତୁମେ କାହାକୁ କଟୁ କଥା କହିବ ନାହିଁ, କାରଣ ସେଗୁଡ଼ିକ ଓଲଟି ଆସି ତୁମରି ଉପରେ ହିଁ ପଡ଼ିବ। ରୋଷ ଦ୍ୱାରା ପ୍ରେରିତ ହୋଇ ଯେଉଁ ଶବ୍ଦ ଗୁଡ଼ିକର ପ୍ରୟୋଗ କରାଯାଏ, ତଦ୍ୱାରା କେବଳ ଦୁଃଖ ହିଁ ମିଳିଥାଏ। ଏବଂ ଯିଏ ସେହି ରୋଷ ପ୍ରେରିତ ଶବ୍ଦ ଗୁଡ଼ିକ ପ୍ରୟୋଗ କରେ, ସେଗୁଡ଼ିକ ଲେଉଟି ଆସି କେବଳ ତାହାରି ଉପରେ ହିଁ ପଡ଼ିଥାନ୍ତି। ଏଇଟା ଆମେ ଅନେକ ସମୟରେ ଆଲୋଚନା କରିଥାଉ। ଗୋଟିଏ ଭଙ୍ଗା ଘଣ୍ଟା ପରି ଯଦି ତୁମେ ନୀରବ ହୋଇ ରହିପାରିବ, ଭଙ୍ଗା ଘଣ୍ଟା ମାନେ ଚାଲେନି, ଚୁପଚାପ ରହିଥାଏ, ତେବେ ତୁମର ନିର୍ବାଣ ପ୍ରାପ୍ତି ହୋଇଗଲାଣି ବୋଲି କହିବାକୁ ହେବ। କାରଣ ସେତେବେଳେ ତୁମ ଭିତରେ ଆଦୌ କୌଣସି ହିଂସା ରହିନଥିବ। ଗାଈଆଳ ଯେପରି ଆପଣାର ଗୋଠକୁ ପାଞ୍ଚଣ ଧରି ପଡ଼ିଆକୁ ଅଡାଇ ନିଏ, ଠିକ୍ ସେହିପରି ବାର୍ଦ୍ଧକ୍ୟ ଏବଂ ମୃତ୍ୟୁ ଜୀବନକୁ ଜୀବନ୍ତ ସତ୍ତା ମଧ୍ୟରୁ ବାହାରକୁ ଅଡାଇ ନେଇଯାଏ। ନିର୍ବୋଧ ବ୍ୟକ୍ତି ନ ଜାଣି ଭୁଲ କାର୍ଯ୍ୟ କରିବାରେ ଲାଗିଥାଏ। ନିଆଁ ଯେପରି ସବୁ କିଛିକୁ ଆପଣାର ଗ୍ରାସରେ ପକାଇ ଦିଏ, ସିଏ ମଧ୍ୟ ସେହିପରି ଆପଣାର କାର୍ଯ୍ୟ ଦ୍ୱାରା ହିଁ ଉତ୍ପୀଡ଼ିତ ହେଉଥାଏ, ତାହାରି ଗ୍ରାସରେ ହିଁ ପଡ଼ିଯାଏ। ତେଣୁ ଆମେ ଯେତେବେଳେ ନିର୍ବୋଧ ହଉଛନ୍ତି, ସେତେବେଳେ ଆମେ ଯୋଉ ଭୁଲ କରନ୍ତି, ସେଇ ଭୁଲର ଗ୍ରାସରେ ଆମେ ନିଜେ ହିଁ ପଡ଼ିଯାଆନ୍ତି। ଆମେ ଜାଣିନଥାଉ, କିନ୍ତୁ ଆମେ ତାରି ଗ୍ରାସରେ ପଡିଥାଉ। ଯିଏ କାହାରି କୌଣସି ଅନିଷ୍ଟ କରେ ନାହିଁ, ସିଏ ତାହାର ଅନିଷ୍ଟ କରିବାକୁ ଯାଏ। ଯିଏ କାହାର କୌଣସି ଅନିଷ୍ଟ କରେ ନାହିଁ, ଯିଏ ତାହାର ଅନିଷ୍ଟ କରିବାକୁ ଯାଏ। ଯିଏ କାହାର କୌଣସି ଅପମାନ କରେ ନାହିଁ, ଯିଏ ତାହାର ଅପମାନ କରିବାକୁ ଯାଏ, ସିଏ ନିମ୍ନଲିଖିତ 10 ଗୋଟି ଦଶାରୁ ଅଚିରେ ନିଶ୍ଚୟ କୌଣସି ଗୋଟିକୁ ହେଲେ ଭୋଗ କରିବ। ତାମାନେ ଏଠି କହୁଛନ୍ତି, ମନେକର ଯୋଉ ଗୋଟେ ବ୍ୟକ୍ତି ସିଏ କାହାରି ଅନିଷ୍ଟ ଚିନ୍ତା କରନ୍ତି ନାହିଁ। ତମେ ଯଦି ତାହାର ଅନିଷ୍ଟ କଲ, କିମ୍ବା ଜଣେ କେବେ ଅନ୍ୟ କାହାର ଅପମାନ କରନ୍ତି ନାହିଁ, ତମେ ଯଦି ତାଙ୍କର ଅପମାନ କଲ, ତେବେ ସେ ନିମ୍ନରେ 10 ଗୋଟି ଘଟଣା କହୁଛନ୍ତି, ଯୋଉ ଘଟଣାରୁ ନିଶ୍ଚୟ ତମେ ଗୋଟେ ଘଟଣା ଭୋଗ କରିବ। କଣ କଣ 10ଟି? ତାକୁ ତୀବ୍ର ଯନ୍ତ୍ରଣା ସହ୍ୟ କରିବାକୁ ହେବ। ଭୟଙ୍କର କ୍ଷତି ଏବଂ ବିକଟ ଆଘାତ ଭୋଗ କରିବାକୁ ହେବ। ସାଂଘାତିକ ଭାବରେ ଅସୁସ୍ଥ ହୋଇପଡ଼ିବ, ପାଗଳ ହୋଇଯିବ। ବା କର୍ତ୍ତାମାନଙ୍କ ସହିତ ତାର ଦ୍ୱନ୍ଦ୍ୱ ଲାଗିବ। ସେ ତୀବ୍ର ଅପବାଦ ଓ କୁତ୍ସାର ଶରବ୍ୟ ହେବ। ତାକୁ ଆପଣାର ପ୍ରିୟଜନ ମାନଙ୍କୁ ହରାଇବାକୁ ପଡ଼ିବ, ବା ଆପଣାର ସମ୍ପତ୍ତି ମଧ୍ୟ ହରାଇବାକୁ ପଡ଼ିବ। ଅଥବା ତାର ବାସସ୍ଥାନଟି ଅଗ୍ନି ଦ୍ୱାରା ଭସ୍ମୀଭୂତ ହୋଇଯିବ ଏବଂ ତାର ଶରୀରର ବିଲୟ ଘଟିବା ସମୟରେ ତାକୁ ନର୍କରେ ଯାଇ ପୁନର୍ଜନ୍ମ ନେବାକୁ ପଡ଼ିବ। 1ରେ ତୀବ୍ର ଯନ୍ତ୍ରଣା ସହ୍ୟ କରିବାକୁ ହବ। 2ରେ ଭୟଙ୍କର କ୍ଷତି। 3ରେ ବିକଟ ଆଘାତ ଭୋଗ କରିବ। 4ରେ ସାଂଘାତିକ ଭାବରେ ଅସୁସ୍ଥ ହୋଇପଡ଼ିବ। 5ରେ ପାଗଳ ହୋଇଯିବ। 6ରେ କହିଲେ କର୍ତ୍ତାମାନଙ୍କ ସହିତ ତାର ଦ୍ୱନ୍ଦ୍ୱ ଲାଗିବ। 7ରେ ସିଏ ତୀବ୍ର ଅପବାଦ ଓ କୁତ୍ସାର ଶରବ୍ୟ ହେବ। 8ରେ ଆପଣାର ପ୍ରିୟଜନ ମାନଙ୍କୁ ହରାଇବାକୁ ପଡ଼ିବ
ବା ଆପଣାର ସମ୍ପତ୍ତି ମଧ୍ୟ ହରାଇବାକୁ ପଡିବ। ନଅରେ ତାର ବାସସ୍ଥାନଟି ଅଗ୍ନି ଦ୍ୱାରା ଭସ୍ମୀଭୂତ ହୋଇଯିବ। 10ରେ ତାର ଶରୀର ବିଲୟ ଘଟିବା ସମୟରେ ତାକୁ ନର୍କରେ ଯାଇ ପୁନର୍ଜନ୍ମ ନେବାକୁ ପଡିବ। ଏଇ 10ଟି ଘଟଣାରୁ ନିଶ୍ଚୟ ଗୋଟିଏ ଘଟଣା ତାର ଭୋଗ କରିବ ବୋଲି ସେ ଲେଖୁଛନ୍ତି। ଉଲ୍ଲଗ୍ନ ହେଲେ ହେବ ନାହିଁ, ଜଟା ବହିଲେ ହେବ ନାହିଁ, ଦେହରେ ମାଟି ବୋଳି ମଇଳା ହୋଇ ରହିଲେ ବି ହେବ ନାହିଁ, ଉପବାସ ଦ୍ୱାରା ହେବ ନାହିଁ, ଭୂଇଁ ଉପରେ ଶୋଇଲେ କିମ୍ବା ଶରୀର ଯାକ ଭସ୍ମ ଲେପନ କଲେ ହେବ ନାହିଁ, ବୈରାଗୀ ହୋଇ ଆସନ ବ୍ୟାୟାମ କଲେ ବି ହେବ ନାହିଁ। ଯେଉଁ ବ୍ୟକ୍ତି ଆପଣା ଭିତରୁ ଯାବତୀୟ ସଂସାର ଛେଦ କରି ନ ପାରିଛି, ଏହି କୌଣସି ବାଟରେ ମଧ୍ୟ ସେ କଦାପି ଶୁଦ୍ଧ ହୋଇପାରିବ ନାହିଁ। ତାମାନେ ଏଇ ପାରାଗ୍ରାଫରେ କହୁଛନ୍ତି ବାହ୍ୟ କ୍ରିୟା ପ୍ରତିକ୍ରିୟାରେ କିଛି ପରିବର୍ତ୍ତନ ହେବ ନାହିଁ ଯଦି ତୁମେ ଅନ୍ତରରୁ ତାର ପରିବର୍ତ୍ତନ ନ କର। ସିଏ ଯେଡେ ଆଡମ୍ବର ସହକାରେ ଯାହା ପିନ୍ଧିଥାଉ ପଛକେ, ଯଦି ଜଣେ ବ୍ୟକ୍ତି ମାନସିକ ଶାନ୍ତିର ଅନୁଶୀଳନ କରୁଥାଏ, ଯଦି ସେ ସ୍ଥିର, ଅନାସକ୍ତ ଓ ଶୁଦ୍ଧ ହୋଇଥାଏ, ଯଦି ସେ ନିଜେ ନିଜର ନିୟନ୍ତ୍ରଣକାରୀ ହୋଇପାରିଥାଏ, ଯଦି ସେ କେବେ ହେଲେ କୌଣସି ପ୍ରାଣୀର କୌଣସି ଅନିଷ୍ଟ କରୁନଥାଏ, ତେବେ ତାକୁ ନିଶ୍ଚୟ ଜଣେ ବ୍ରାହ୍ମଣ ବୋଲି କୁହାଯିବ। ସେଇ ହେଉଛି ଯତି, ସେଇ ଭିକ୍ଷୁ। ଏଠି ବ୍ରାହ୍ମଣର ସଂଜ୍ଞା କହୁଛନ୍ତି କଣ, ଯେ ଆଡମ୍ବର ଭିତରେ ରହୁନଥିବ, ଯେତେ ଆଡମ୍ବର ହେଲେ ବି ସିଏ ସେଥିରେ ଅନାସକ୍ତ ରହିଥିବ, ମାନସିକ ଶାନ୍ତିରେ ରହୁଥିବ, ସ୍ଥିର ରହୁଥିବ, ଶୁଦ୍ଧ ରହିଥିବ, ନିଜ ଉପରେ ନିଜର ନିୟନ୍ତ୍ରଣ ଥିବ, କୌଣସି ପ୍ରାଣୀର ଅନିଷ୍ଟ କରୁନଥିବ, ତେବେ ତାକୁ ନିଶ୍ଚୟ ଜଣେ ବ୍ରାହ୍ମଣ କୁହାଯିବ। ସମ୍ପୂର୍ଣ୍ଣ ଭାବରେ ମଣ ହୋଇଥିବା ଘୋଡାକୁ ଯେପରି ମୋଟେ ଚାବୁକ ମାରିବାକୁ ପଡେ ନାହିଁ, ଠିକ ସେହିପରି ଏହି ପୃଥିବୀରେ ଏପରି କେହି ଜଣେ ବ୍ୟକ୍ତି ଅଛି କି ଯିଏ କି ସବୁ ଅପବାଦରୁ ସେପାଖକୁ ଚାଲି ଯାଇଛି, ଯିଏ ଆଦୌ କୌଣସି ପ୍ରକାର ନିନ୍ଦ୍ୟ ହୋଇ ରହିନାହିଁ। ଶକ୍ତିମାନ ଅଶ୍ବ ପରି ତୁମେ ଆପଣାର ଲକ୍ଷ୍ୟଟିକୁ ହାସଲ କରିବା ଲାଗି ସଦାସତ୍ୱର ଏବଂ ଉତ୍ସାହିତ ହୋଇ ରହିଥିବ। ବିଶ୍ୱାସ ଓ ପୁଣ୍ୟ ଦ୍ୱାରା ଶକ୍ତି, ଧ୍ୟାନବୃତ୍ତି, ସତ୍ୟାନୁସନ୍ଧାନ, ଜ୍ଞାନ ତଥା ଆଚରଣରେ ପରିପୂର୍ଣ୍ଣତା ଏବଂ ଅଟଳ ନିର୍ଭର ଦ୍ୱାରା ତୁମେ ନିଜ ଭିତରେ ସକଳ କଷ୍ଟ ଭୋଗକୁ ବିନିଷ୍ଟ କରିଦିଅ। ଯେଉଁମାନେ ଜଳ ଲାଗି ବାଟ ତିଆରି କରିଦିଅନ୍ତି, ସେମାନେ ଜଳକୁ ଯେଉଁଆଡେ ଇଚ୍ଛା ସେଇଆଡେ ନେଇଯାଇ ପାରନ୍ତି। ଯେଉଁମାନେ ବାଣ ତିଆରି କରନ୍ତି, ସେମାନେ ବାଣକୁ ସିଧା କରି ତିଆରି କରନ୍ତି। ବଢେଇ ମାନେ କାଠକୁ ଏକ ନିର୍ଦ୍ଦିଷ୍ଟ ଆକାର ଦେଇ ଗଢନ୍ତି। ମୁନି ଆପଣାକୁ ଆପଣାର ନିୟନ୍ତ୍ରଣ ଭିତରେ ରଖିବାକୁ ଚେଷ୍ଟା କରୁଥାଏ। ବହୁତ କଥା ଭିତରେ କୁହାଗଲା। ମା କହୁଛନ୍ତି ଏସବୁ ପଢିଲେ ମନେ ହେବ ଯେପରି ଏଗୁଡାକ ପ୍ରଧାନତଃ ଆଦିମ ସେଇ କାଳର ଲୋକମାନଙ୍କ ପାଇଁ ଲେଖା ହେଇଥିଲା, ଯୋଉଥିରେ କି ତୁମେ ଯଦି କାହାର କିଛି ଅନିଷ୍ଟ କଲ, ତେବେ ଗୋଟି ଗୋଟି କରି ଯେଉଁ ବିପଦ ମାନେ ତୁମ ଉପରେ ଆସି ପଡିବ ବୋଲି କୁହାଯାଇଛି, ତାହା ବେଶ ଆମୋଦଦାୟକ ହୋଇଛି। ଯୋଉ କେତେ ଗୁଡେ କଥା କହିଲେନି, 10ଟା ଇଏ ଭୋଗିବ, ସେ କଥା କହୁଛନ୍ତି। ଏଟା ଯେମିତି ଆଦିମ କାଳରେ ବ୍ୟକ୍ତିମାନେ ସେଇଭଳି ଭାବରେ ରହୁଥିଲେ, ଯୋଉଭଳି ଭାବରେ ତାଙ୍କର ବିଚାରଧାରା ଚିନ୍ତା ଥିଲା, ସେଇମାନଙ୍କ ପାଇଁ ଏଟା ଯେପରି ଉଦ୍ଦିଷ୍ଟ ହେଇଛି। ବୁଦ୍ଧଦେବ ଯେଉଁ କଥା ଗୁଡିକ କହିଥିଲେ, ସେଗୁଡିକୁ ହିଁ ଏଠାରେ ପ୍ରକୃତରେ ଲିପିବଦ୍ଧ କରି ରଖାଯାଇଛି ବୋଲି ଯଦି ଗ୍ରହଣ କରାଯାଏ, ତେବେ ଏପରି ନିଶ୍ଚୟ ମନେ ହେବ ଯେ ତାଙ୍କୁ ଯେତେବେଳେ ଯେଉଁଭଳି ଲୋକମାନଙ୍କୁ ପ୍ରବଚନ କରିବାକୁ ପଡୁଥିଲା, ସେ ସେଇ ଅନୁସାରେ ଆପଣାର ପ୍ରବଚନ ଗୁଡିକର ଶବ୍ଦ ବିନ୍ୟାସକୁ ମଧ୍ୟ ବଦଳାଇ ଦଉଥିଲେ। ଏଠି ମା ଲେଖୁଛନ୍ତି, ଏଇ ଲେଖା ଯଦି ଆମେ କହିବା ଯେ ନାଇଁ ଗୌତମ ବୁଦ୍ଧ ଆକୁ ନିଜେ କହିଛନ୍ତି ବା ନିଜେ ଲେଖିଛନ୍ତି ବା ଯାହା କହିଥିଲେ ତାକୁ ଲିପିବଦ୍ଧ କରାଯାଇଛି, ତାହେଲେ ଏଇଟା ପ୍ରମାଣ ଦଉଛି ଯେ ଯୋଉ ଚେତନାରେ ରହିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ସେ ଆସୁଥିଲେ, ସେମାନେ ବୁଝିପାରିଲା ଭଳିଆ ତାଙ୍କୁ ଯେପରି ବୋଧଗମ୍ୟ ହବ, ସେମାନେ ଯେମିତି ଭଗବତ ଅଭିମୁଖୀ ହେବେ, ସେଇ ଅନୁସାରେ ସେ ନିଜର ଶବ୍ଦକୁ ବଦଳେଇ ତାଙ୍କ ପାଇଁ କହୁଥିଲେ। କାହିଁକିନା ଏଇ ଶବ୍ଦ ଗୁଡିକ ମାନେ ସାଧାରଣ ଔପଚାରିକ ଶବ୍ଦ ନୁହଁ। ଏଗୁଡିକ ଯେମିତି ଯୋଉମାନେ ଆଦୌ କିଛି ଜାଣିନାହାନ୍ତି ସେଇମାନଙ୍କ ପାଇଁ ଲାଗୁଛି। ତେବେ ସେ ଅତ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ସ୍ଥୂଳ ଭାଷାରେ ହିଁ କଥା କହୁଥିଲେ। ସାଧାରଣ ଜୀବନରୁ ବ୍ୟବହାରିକ ମୂର୍ତ୍ତ ନାନା ଉପମା ଦେଇ କଥା ଗୁଡିକ କହୁଥିଲେ। ମାନେ ଲୋକମାନେ ଯେମିତି ବୁଝିବେ ତାଙ୍କରି
ବ୍ୟବହାରିକ ଉଦାହରଣ ନେଇକିରି ଉପମା ଦେଇକିରି ସେ କହୁଥିଲେ, ଯେପରିକି ସେଇ ଲୋକମାନେ ତାଙ୍କ କଥାକୁ ଭଲ ଭାବରେ ବୁଝିପାରିବେ। ଉପରେ ପ୍ରଦତ୍ତ ବାକ୍ୟ ଗୁଡିକ ଭିତରେ ଅତ୍ୟନ୍ତ ପରିମାଣରେ ଏକ ସ୍ତରଭେଦ ରହିଛି। ସେଥିରେ କେତେ ଗୁଡିକେ ଭାରି ବିଖ୍ୟାତ ହୋଇଯାଇଛନ୍ତି। ଉଦାହରଣ ସ୍ୱରୂପ ଶେଷ ବାକ୍ୟଟି ଗ୍ରହଣ କରାଯାଇପାରେ, ଯେଉଁଥିରେ କୁହାଯାଇଛି ଜଣେ କାରିଗର ଯାହା କରିବାକୁ ଇଚ୍ଛା କରୁଛି ସେହି ଅନୁସାରେ ହିଁ ଆପଣାର ବସ୍ତୁଟିକୁ ଏକ ନିର୍ଦ୍ଦିଷ୍ଟ ଆକାର ଦେଇ ତିଆରି କରିଥାଏ। ଏବଂ ଶେଷରେ ଯେଉଁ ଉପସଂହାରଟି କରାଯାଇଛି, ମୁନି ଆପଣାକୁ ଆପଣାର ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଥାଏ। ତେଣୁ ଏଇଟା ଆମକୁ ଜଣେଇ ଦଉଛି ସେଇ ସମୟରେ ମନୁଷ୍ୟର ମାନସିକ ସ୍ତର କୋଉ ବାଟରେ ଥିଲା, କୋଉଠି ଆସି ତାର ଅଗ୍ରଗତି ହେଇଥିଲା, ମନସ୍ତତ୍ୱଗତ ବିଶ୍ଳେଷଣ କେତେ ଗଭୀର ପର୍ଯ୍ୟନ୍ତ ଥିଲା, ଏଠୁ ଜଣା ପଡୁଛି। ହଁ, ମା ତାପରେ ତାକୁ ଆହୁରି ସୁନ୍ଦର ଭାବରେ କହୁଛନ୍ତି, ତମେ ଭାବିପାର ଏମିତି, କିନ୍ତୁ ଯଦି ମା କହୁଛନ୍ତି ଯେତେବେଳେ ଆମେ ସେଗୁଡିକୁ ଜୀବନର ଆଚରଣରେ ଆଣି ଲଗାଇବାକୁ ମନ କରିବା, ଯୋଉ ଯୋଉ କଥା କୁହାଯାଏ ଯଦି ମନ ଆଚରଣରେ ପରିପ୍ରକାଶ କରିବ ତାକୁ, ତାହେଲେ ଦେଖିବ ସେତେବେଳେ ଯାଇ ତୁମେ ଉପଲବ୍ଧି କରିପାରିବ ଯେ ଏବେ ମଧ୍ୟ ପ୍ରାୟ ସେଇ ଗୋଟିଏ ସ୍ତରରେ ଆମେ ରହିଛେ। ଯଦି ଆଚରଣରେ ପ୍ରୟୋଗ କରିବେ, ଦେଖିବେ ଯୋଉ ଯୋଉ ଶୁଦ୍ଧତା ପାଇଁ, ଆନ୍ତର ଶୁଦ୍ଧତା ପାଇଁ ଯଦି ପରିଶ୍ରମ କରିବେ, ଯଦି ନିଜେ ଚେଷ୍ଟା କରିବେ, ତାପରେ ଦେଖିବେ ଆମେ ସେଇ ଆଦିମ ସ୍ତରରେ ରହିଛୁ। ତାପରେ କହୁଛନ୍ତି ସେସବୁ କାଳରେ ଏକ ନୈତିକ ସୁସ୍ଥତା ବିଦ୍ୟମାନ ରହିଥିଲା, ଯାହାକି ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଅନ୍ତରିତ ହୋଇଯାଇଛି। ଏବେ ଆଉ ସେଇ ଏତେ କଥା କହିଲେ ଲୋକ ସବୁ ହସିବେ କେବଳ। ତାକୁ କହିବେନି ଏମିତି, ହଁ ମୋ ଘର ପୋଡିଯିବ, ମୁଁ ଯଦି କାହାର ଅନିଷ୍ଟ କରେ ମୋ ଘର ପୋଡିଯିବ। କିନ୍ତୁ ଦେଖିବେ ଅନେକ ଉଦାହରଣ ବି ରହିଛି, ଯେତେବେଳେ କୌଣସି ସାଧୁଙ୍କ ବିରୁଦ୍ଧରେ ତୁମେ କିଛି କରିଛ, ତେବେ ତାହା ତୁମ ପାଇଁ ବୁମେରାଙ୍ଗ ହେଇଛି। ଯେମିତି ଆମେ ଦେଖିଛନ୍ତି ରାଜା ଅମ୍ବରୀଶ। ରାଜା ଅମ୍ବରୀଶଙ୍କ କାହାଣୀ ହଉଛି, ସେ ହଉଛନ୍ତି ଜଣେ ବିଷ୍ଣୁ ଭକ୍ତ। ରାଜା ଅମ୍ବରୀଶ ବିଷ୍ଣୁଙ୍କର ମହାନ ଭକ୍ତ। ବିଷ୍ଣୁ ତାଙ୍କୁ ଆଶୀର୍ବାଦ କରିଛନ୍ତି ଯେ ତୁମର ତାଙ୍କ ସୁରକ୍ଷା ଯେମିତି ସବୁ, କାହିଁକିନା ଭଗବାନଙ୍କୁ ଯିଏ ସବୁବେଳେ ନିଜ ଜୀବନରେ ଆଚରଣ କରୁଛି, ତେଣୁ ଭଗବାନ ତା ଦାୟିତ୍ୱ ସବୁ ନେଇଯାଇଥାନ୍ତି। ସେ ଯୋଉ ଗୋଟେ ଥର ଏକାଦଶୀ କରିଛନ୍ତି, ଏବଂ ଏକାଦଶୀ ଯେତେବେଳେ ଉଦଯାପନ ହବ, ସେଇ ସମୟରେ ଦୁର୍ବାସା ଏବଂ ତାଙ୍କର ଶିଷ୍ୟମାନେ ଆସି ରାଜଭବନରେ ପହଞ୍ଚନ୍ତି। ଅମ୍ବରୀଶ ଜଣେ ରାଜା ଥିଲେ, ଆଉ ରାଜଭବନ ଆସି ପହଞ୍ଚନ୍ତି। ତେଣୁ ରାଜା ଦେଖିଲେ ଦୁର୍ବାସା ମାନେ ମହାନ ଋଷି ଆସି ପହଞ୍ଚନ୍ତି। ତେଣୁ ମହର୍ଷିଙ୍କୁ କହିଲେ, ଆଉ ତେବେ ଆପଣ ମୋର ସୌଭାଗ୍ୟ, ଆଉ ମୁଁ ଏକାଦଶୀ ଉପବାସ ଆଜି ଉଦଯାପନ କରିଥାନ୍ତି, ଆପଣ ଆସି ପହଞ୍ଚିଲେ। ସେଠୁ ଦୁର୍ବାସା କହିଲେ, ମୁଁ ବି ଏକାଦଶୀ କରିଛି, ମୁଁ ବି ଉଦଯାପନ କରିବି, ତେବେ ଆମେ ବର୍ତ୍ତମାନ ସାଙ୍ଗ ହିଁ କରିବେ। ତେଣୁ ରାଜା କହିଲେ, ମୁଁ ଅପେକ୍ଷା କରିଛି, ଆପଣ ଆସନ୍ତୁ। ସେ ସବୁ କହିଲେ, ହଉ ଠିକ ଅଛି, ମୁଁ ଯାଇ ସ୍ନାନ ଶୌଚାଦି କର୍ମ ସାରିକି ଆସେ। ସ୍ନାନ ଶୌଚାଦି କର୍ମକୁ ପଳେଇଛନ୍ତି, ଏପଟରେ ଇଏ ଅପେକ୍ଷା କରି ରହିଛନ୍ତି। ସମୟ ଗଡି ଗଡି ଯାଉଛି। ଏକାଦଶୀରେ ଗୋଟେ ନିୟମ ରହିଛି, ଯୋଉ ନିୟମ ହଉଛି ଯେ ଏକାଦଶୀ ସରି ଦ୍ୱାଦଶୀ ହବା ପୂର୍ବରୁ ତୁମେ ଏକାଦଶୀ ବ୍ରତକୁ ଉଦଯାପନ କରିବ, ନହେଲେ ତମେ ପୁଣି ଦ୍ୱାଦଶୀ ଆରମ୍ଭ ହେଇଯିବ, ଆଉ ଗୋଟେ ନିୟମ। ତେଣୁ ସେତେବେଳେ ବିଚାର ହେଲା କଣ କରିବେ, କଣ କରିବେ, ଏପର୍ଯ୍ୟନ୍ତ ଆସି ପହଞ୍ଚୁନାହାନ୍ତି ଦୁର୍ବାସା। ଶେଷକୁ ସେଠୁ ପଣ୍ଡିତ ଯୋଉମାନେ ସବୁ ଥିଲେ କହିଲେ, ଆପଣ ଅନ୍ନ ଗ୍ରହଣ କରିପାରିବେନି, କିନ୍ତୁ ତାହେଲେ ଠିକ ଅଛି, କାହିଁକି ନା ଯେହେତୁ ଆପଣ ଦୁର୍ବାସାଙ୍କୁ କଥା ଦେଇଛନ୍ତି, ତେଣୁ ଆପଣ ଗୋଟେ କାମ କରନ୍ତୁ, ତୁଳସୀ ଆପଣ ଟିକେ ପାଇଦିଅନ୍ତୁ, ତାହେଲେ ବ୍ରତ ଉଦଯାପନ ହେଇଗଲା। ତାପରେ ଆପଣ ପ୍ରସାଦ ସେବନ କରିବେ ଆଉ। ସେ ତୁଳସୀ ତ ଗ୍ରହଣ କରି ସାରିଛନ୍ତି, ବ୍ରତ ଉଦଯାପନ ହେଇଗଲା। ତାପରେ ଆସି ଦୁର୍ବାସା ପହଞ୍ଚିଗଲେ, ତାପରେ ରାଗ ତାଙ୍କର ଅଭିଶାପ ଦେଇଦେଲେ। କହିଲେ ତମେ ଏଡେ ବଡ ମାନେ ଅପମାନ କରୁଛ, ଆମକୁ ଡାକିଲ, ସବୁ କଲ, ତାପରେ ଆମେ ଆସି ପହଞ୍ଚିନୁ, ତମେ ଉଦଯାପନ କରିଦେଲ। ସେ ଟିକେ ବି ଅନୁରୋଧ କଲେ, କହିଲେ ଦେଖନ୍ତୁ ସମୟ ଗଡି ଆସୁଥିଲା, ମୁଁ ଆପଣ ଆସି ପହଞ୍ଚି ନାହାନ୍ତି। ସେଠୁ ସିଏ କଣ କଲେ, ତାଙ୍କ ଜଟା ଛିଣ୍ଡେଇକିରି ଗୋଟେ ପିଶାଚକୁ, ଜଟା ଛିଣ୍ଡେଇ, ରାଗିକି ଜଟା ଛିଣ୍ଡେଇ ଦେଲେ, ସେ ଗୋଟେ ପିଶାଚ ହେଇକି ବାହାରି ଆସିଲେ। ଏଠି ଆକ୍ଚୁଆଲି ସିମ୍ବଲିକ ଭାବରେ ଯଦି ଦେଖିବେ, ଜଟା ଛିଣ୍ଡିଲେ ମାନେ ରାଗିକି ଯୋଉ କ୍ରୋଧରେ ଆପଣ ଯୋଉ ଶବ୍ଦ କୁହନ୍ତି, ତାହା ଗୋଟେ ପିଶାଚ ସଦୃଶ। ସିଏ ଯାଇକିରି କଣ କରେ ଯେ
ମାନେ ସେ ଏମିତିଆ ପିଶାଚ ଯେ ସାଧାରଣ ବ୍ୟକ୍ତି ତା କବଳରେ ମୁକ୍ତ ହେଇପାରିବ ନାହିଁ ତା କବଳରୁ। ସେ ଯିବ ତାକୁ ସିଧା ଗିଳିଦବ ଆଉ। ତାମାନେ ଆମର କ୍ରୋଧ ଟା କେମିତି ପିଶାଚ ସଦୃଶ ଆମକୁ ହିଁ ଗିଳି ଦିଏ ଦେଖି। ସେ ଯେତେବେଳେ ପିଶାଚ ଯାଇଛି ରାଜା ଅମ୍ବରୀଶଙ୍କୁ ଗିଳିବା ପାଇଁ, ସେ ସମୟରେ ସାଙ୍ଗେ ସାଙ୍ଗେ ସୁଦର୍ଶନ ଚକ୍ର ତାକୁ କାଟି ଦେଇଛି। ସେ ସଫା ସଫା କଲା ପରେ ସାଧାରଣତଃ ଯୁଦ୍ଧର ଯେମିତି ଗୋଟେ ନିୟମ ଥାଏ ସେଇଭଳି ଏଠି ତେଣୁ ନିୟମ ହଉଛି କଣ ନା ପିଶାଚକୁ ଯିଏ ପ୍ରେରଣ କରିଛି ସିଏ ହଉଛି ମୁଖ୍ୟ ଦୋଷୀ। ତେଣୁ ବର୍ତ୍ତମାନ ସୁଦର୍ଶନ ଚକ୍ର ସେ ପିଶାଚକୁ ମାରି ସାରିଲା ପରେ ଦୁର୍ବାସାଙ୍କୁ ମାରିବା ପାଇଁ ଗୋଡେଇଲେ। ତେଣୁ ଏଠି ଯୋଉ କାହାର ଅନିଷ୍ଟ କରୁଛ ଯିଏ କି କାହାରି କେବେ ଅନିଷ୍ଟ କରିନି ତାର ପରିଣାମ ହଉଛି ଯେମିତି କହିଲେ ତୁମେ ମୃତ୍ୟୁ ଲଭିବ, ତୁମର କ୍ଷତି ହବ, ତୁମର ସମ୍ପତ୍ତି ନଷ୍ଟ ହେଇଯିବ ଇତ୍ୟାଦି। ତା ଭିତରୁ ନିଶ୍ଚୟ ଗୋଟେ ହବ। ତେଣୁ ଏଠି କଣ ହେଲା ତାଙ୍କ ଜୀବନ ମରଣ ଆସିଗଲା ଆଉ କଣ ଅଛି। ସୁଦର୍ଶନ ଚକ୍ର କହିଲା ମୁଣ୍ଡ କାଟିଦବ, ଚାଲିଲା ଗୋଡେଇଲା। ଦୁର୍ବାସା ଦୌଡିଲେ ଆଉ। ଦୁର୍ବାସା ରକ୍ଷା କରିବା ପାଇଁ ଯାଇକି ବିଷ୍ଣୁଙ୍କ ପାଖକୁ କଣ ମହାଦେବ ପାଖକୁ ଗଲେ, ମହାଦେବ କହିଲେ ନା ନା ଇଏ ବିଷ୍ଣୁଙ୍କର ଇଏ ଆମକୁ କିଛି କରିପାରିବି। ବ୍ରହ୍ମାଙ୍କ ପାଖକୁ ଗଲେ, ବ୍ରହ୍ମା ପଳେଇଲେ। ଲାଷ୍ଟକୁ ବିଷ୍ଣୁଙ୍କ ପାଖକୁ ଗଲେ, ବିଷ୍ଣୁ କହିଲେ ଦେଖ ସେ ମୋର ଭକ୍ତ, ତେଣୁ ତାର ସୁରକ୍ଷା ପାଇଁ ମୋର ସବୁ ଯନ୍ତ୍ରପାତି ସବୁ ଅସ୍ତ୍ରଶସ୍ତ୍ର ସବୁବେଳେ ସଜାଗ, ସବୁ ଶକ୍ତି ମାନେ ସଜାଗ। ମତେ କିଛି ବିଶେଷ କରିବାକୁ ପଡେ ନାହିଁ। ବର୍ତ୍ତମାନ ସିଏ ହିଁ ଚାହିଁଲେ କେବଳ ସୁଦର୍ଶନ ଚକ୍ରକୁ ଓଲଟେଇ ପାରିବ, ମୁଁ ପାରିବି। ହଁ ଏହା କହିପାରିବି କିଛି ସମୟ ୱେଟ କରିବ। ତେଣୁ ଦୁର୍ବାସା ଦୌଡିଲେ, ପୁଣି ଆସି ଅମ୍ବରୀଶଙ୍କ ପାଖରେ ପହଞ୍ଚିଲେ, କହିଲେ ମୋର ଭୁଲ ହେଇଯାଇଛି, ମୁଁ ତମକୁ ଭୁଲ ବୁଝିଛି, ମତେ କ୍ଷମା କର। ତେଣୁ ଏଠି ହଉଛି ତମେ ଯେତେବେଳେ ଯିଏ କାହାରି ଅନିଷ୍ଟ କରେନି ତମେ ଯେତେବେଳେ ତାର ଅନିଷ୍ଟ କରିବାକୁ ଯାଉଛ ନିଜର ହେଇଛି, ନିଜର ଅନିଷ୍ଟ ହିଁ ହେଇଥାଏ। ତେଣୁ ମା କହୁଛନ୍ତି ଯେ ଏଇ ସବୁ ଗୁଡିକ ଆମକୁ ଜୀବନ ଯଦି ଆମେ ଆଚରଣ କରିବା ଆମେ ଦେଖିବା ଆମେ ସେଇ ସ୍ତରରେ ରହିଛୁ, ଜଡ ସ୍ତରରେ ରହିଛୁ, ନିମ୍ନ ସ୍ତରରେ ରହିଛନ୍ତି। ତାକୁ ଯଦି ଭାବନା କ୍ଷେତ୍ରରେ ଅଗ୍ରଗତି ହୋଇଛି ବୋଲି କୁହାଯାଏ, ତେବେ ଜୀବନ କ୍ଷେତ୍ରରେ ସେଇ ଭାବନାର ଆଚରଣ ଅଧିକ ଭଲ ହେବା ପରିବର୍ତ୍ତେ ବରଂ ଅଧିକ ନିମ୍ନ ସ୍ତରକୁ ଚାଲିଯାଇଛି ମାଲୁଛୁ। ତେଣୁ ଶିଶୁ ସୁଲଭ ସରଳତା ବେଶ ଲକ୍ଷ୍ୟ କରିପାରିବା, ଯାହାକୁ କି ଆମେ ଅଧିକତର ନିଶ୍ଚୟତା ସହିତ ସୁସ୍ଥତା ଯୁକ୍ତ ବୋଲି କହିପାରିବା। ଏଠି ଯୋଉ ଲୋକଟିର ଧାରଣା ଥାଏ ଯେ ନାଇଁ ନାଇଁ ମୁଁ ଯଦି ଏମିତି ମିଛ କହିଦେବି କିମ୍ବା ପାପ କରିବି ତାହେଲେ ନର୍କରେ ପଡିବି, ଏଇଟା ଗୋଟେ ଶିଶୁ ସୁଲଭ ସରଳତା, କିନ୍ତୁ ଏଥିରେ ସୁସ୍ଥତା ଯୁକ୍ତ ରହିଛି ବା ନିଶ୍ଚୟତା ବୋଧ ରହିଛି ଯେ ସେ ପରିବର୍ତ୍ତନ ହେଇପାରିବ। ସେ ସମୟରେ ବ୍ୟକ୍ତି କେତେ ସରଳ ଥିଲେ ତାହା ଏଠି ଆମକୁ ଦେଖଉଛନ୍ତି, କହୁଛନ୍ତି କାହିଁକି ନା କାହାରି ଅନିଷ୍ଟ କରିବେ ନାହିଁ। ଏଇଟା ଲୋକ ବୁଝିବା ଦରକାର ନା। ସେଇ ସେ ଯୋଉଭଳି ଭାବରେ ଯୋଉ ଭାଷାରେ ବୁଝିବ ସେଇ ଭାଷାରେ ସେ ଲେଖିଛନ୍ତି। ମାତ୍ର ବର୍ତ୍ତମାନ ତ ଗୋଟେ ବ୍ୟଙ୍ଗପୂର୍ଣ୍ଣ ହସ ହସି ମା କହୁଛନ୍ତି ବର୍ତ୍ତମାନ ତ ଗୋଟିଏ କଣ ନା ହେଲା ଏବେ ତେବେ ମୁଁ ଦଣ୍ଡରୁ ରକ୍ଷା ପାଇବାର ଗୋଟେ ବାଟ ବି ବାହାର କରିଦେଇ ପାରିବି। ଲୋକ କହନ୍ତି କଣ ଭୁଲ କରିଦେଇଛନ୍ତି ତ, ଭୁଲ କରିଦେଇ ସାରି ତମେ ଯଦି ତାଙ୍କୁ କହିଲ ହଁ ମୁଁ ଆଉ ଗୋଟେ ବାଟ ବାହାର କରିଦେବିନି କେମିତି ଦଣ୍ଡ ମତେ ମୁଁ ପାଇବି ନାହିଁ, ଲୋକ ଏମିତି କହନ୍ତି। ମାନସିକ ସାମର୍ଥ୍ୟରେ ବୃଦ୍ଧି ଘଟିଥିଲା ପରି ମନେ ହେଉଛି, ମନର ଶକ୍ତି ଅଧିକ ବିକଶିତ ହୋଇଥିଲା ପରି ବୋଧ ହେଉଛି। ମଣିଷ ମାନେ ବିଚାର ଗୁଡିକୁ ନେଇ ଅଧିକ ଚତୁର ଭାବରେ ଖେଳି ପାରିବାକୁ ବେଶ ସମର୍ଥ ହୋଇଛନ୍ତି। ସେମାନଙ୍କର ହୁଏତ ଯାବତୀୟ ମନୋଗତ ତତ୍ଵ ଓ ସିଦ୍ଧାନ୍ତ ଉପରେ ଚମତ୍କାର ମାନସିକ କର୍ତ୍ତୃତ୍ୱ ବି ରହିଛି। ଏଣେ ସେ କାଳରେ ଯେଉଁ ମଣିଷ ମାନେ ପ୍ରକୃତିର ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ବାସ କରୁଥିଲେ ଏବଂ ବିଚାର ଗୁଡିକୁ ନେଇ କିପରି ଖେଳ ଖେଳିବାକୁ ହୁଏ ସେ କଥା ଏତେ ଅଧିକ ପରିମାଣରେ ଆଦୌ ଜାଣିନଥିଲେ। ଏକାଳର ମଣିଷ ମାନେ ସେଇମାନଙ୍କର ସେହି ସରଳ ଏବଂ ସୁସ୍ଥ ନିଷ୍କପଟତାଟିକୁ ପ୍ରକୃତିର ହରାଇ ବସିଛନ୍ତି। ଏହିପରି ଭାବରେ ମନୁଷ୍ୟ ସମାଜ ସମଗ୍ରତଃ ବର୍ତ୍ତମାନ ଏକ ଅତ୍ୟନ୍ତ ବିପଦଜନକ ମୋଡ ଉପରେ ଆସି ପହଞ୍ଚିଛି ବୋଲି ବୋଧ ହେଉଛି। ଯେଉଁମାନେ ଏଇ ସାଧାରଣ ଜୀବନ ବିକୃତିଟାର ଏକ ସମାଧାନ ବାହାର କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ଆମେ ପୂର୍ବ କାଳର ସେଇ ସରଳତାକୁ ମଧ୍ୟ ପୁନର୍ବାର ଫେରିଯିବା ବୋଲି ପ୍ରଚାର କରୁଛନ୍ତି ସତ, ମାତ୍ର ତାହା ଏକାନ୍ତ ଅସମ୍ଭବ। ସେଥିରେ ଆଉ କୌଣସି ସନ୍ଦେହ ନାହିଁ। ତୁମେ ଇଚ୍ଛା କଲେ ମଧ୍ୟ କଦାପି ପଛକୁ ଫେରି ଯାଇ ପାରିବ ନାହିଁ। ଅନେକ ସଜ୍ଜନ ବ୍ୟକ୍ତି ବା ଯୋଉମାନେ ନିଜକୁ ଶୁଦ୍ଧ ସରଳ କରିବାକୁ ଚେଷ୍ଟା କରୁଛନ୍ତି ସେମାନେ କହୁଛନ୍ତି ତୁମେ ଚେଷ୍ଟା କରି ସେ ପୂର୍ବ ଅବସ୍ଥାକୁ ଫେରିଆସ।
ମା କିନ୍ତୁ କହୁଛନ୍ତି କଣ, ତୁମେ ଚାହିଁଲେ ମଧ୍ୟ ସେଇ ପୂର୍ବ ସରଳତା ଯୋଉ ନିଷ୍କପଟତା ତୁମ ଭିତରେ ଆସିବ ନାହିଁ। ତୁମେ କଦାପି ମଧ୍ୟ ଇଚ୍ଛା କଲେ ତୁମେ ଇଚ୍ଛା କଲେ ମଧ୍ୟ କଦାପି ପଛକୁ ଫେରି ଯାଇପାରିବ ନାହିଁ। ଆମକୁ ଆହୁରି ଆଗକୁ ଯିବାକୁ ପଡିବ, ଅଗ୍ରଗତି ହିଁ କରିବାକୁ ହେବ ଏବଂ ଉଚ୍ଚତର ଶିଖର ଗୁଡିକରେ ଆରୋହଣ କରିବାକୁ ପଡିବ। ସୁଖ ଏବଂ ବ୍ୟକ୍ତିଗତ ମଙ୍ଗଳ ସାଧନାରେ ଯେଉଁ ଶୁଷ୍କ ଅନ୍ୱେଷଣ ବର୍ତ୍ତମାନ ଚାଲିଛି, ଯୋଉ ସାମାନ୍ୟ ଛୋଟ ଛୋଟ ସୁଖ ବ୍ୟକ୍ତିଗତ ଲାଭ କ୍ଷତିର ଯୋଉ ମାନେ ଲେଖୁଛନ୍ତି ଶୁଷ୍କ ଅନ୍ୱେଷଣ, ତାମାନେ ଶୁଖିଲା ପ୍ରଚେଷ୍ଟା କରୁଛୁ ଆମେ, ଖୋଜୁଛନ୍ତି। ଆମକୁ ତାହାର ଆହୁରି ସେ ପାଖକୁ ଯିବାକୁ ହେବ। କୌଣସି ଦଣ୍ଡର ଭୟ ଦ୍ୱାରା ପ୍ରେରିତ ହୋଇଯେ ଆମେ ସେ କଥା କରିବା ଆଦୌ ନାହିଁ। ଏପରିକି ମୃତ୍ୟୁ ପରେ ମଧ୍ୟ ଦଣ୍ଡ ଭୋଗିବାର ଭୟରେ ମଧ୍ୟ ଆମେ ତାହା କରିବା ନାହିଁ। ଆମ ଭିତରେ ସୌନ୍ଦର୍ଯ୍ୟର ଏକ ନୂତନ ବୋଧ ବିକଶିତ ହେବ। ସତ୍ୟ ଏବଂ ଆଲୋକ ଲାଗି ଆମ ଭିତରେ ଏକ ନୂତନ ତୃଷା ଜାଗ୍ରତ ହେବ ଏବଂ ତାହାରି ଦ୍ୱାରା ଅନୁପ୍ରେରିତ ହୋଇ ହିଁ ଆମେ ତାହା କରିବା। ଆପଣଙ୍କୁ ଅଧିକ ପ୍ରଶସ୍ତ କରିଦେଇ ପାରିଲେ, ଆପଣଙ୍କୁ ଆଲୋକିତ କରିଦେଇ ପାରିଲେ ଏବଂ ଅଗ୍ରଗତି ଲାଗି ସେହି ଉତ୍ସାହମୟ ଆକାଂକ୍ଷା ଦ୍ୱାରା ଉଦ୍ଦୀପ୍ତ ହୋଇ ଉଠିଲେ, ଯେଉଁ ଯଥାର୍ଥ ବୋଧଟି ସମ୍ଭବ ହୋଇଥାଏ, ତାହାରି ଦ୍ୱାରା ହିଁ ଆମେ ସମଗ୍ର ଶାନ୍ତି ତଥା ସ୍ଥାୟୀ ସୁଖ ଉଭୟକୁ ଲାଭ କରିପାରିବା। ତେଣୁ ଉପରକୁ ଉଠି ଯିବାକୁ ହେବ, ଆପଣଙ୍କୁ ପ୍ରଶସ୍ତ କରିଦେବାକୁ ହେବ। ହଁ, ଉପରକୁ ଉଠି ଯିବାକୁ ହେବ ଏବଂ ପ୍ରଶସ୍ତ କରିଦେବାକୁ ହେବ। ମୁଁ ଆଉ ଥରେ ରିପିଟ କରୁଛନ୍ତି। ମା, ଥ୍ୟାଙ୍କ ୟୁ ଅଲ୍, ରବର୍ଟ।